ଭକ୍ତବାଞ୍ଛା କଳ୍ପତରୁ ଭକ୍ତର ସମସ୍ତ ବାଞ୍ଛା କାମନା ପୂର୍ଣ୍ଣ କରନ୍ତି। ତେବେ ହରିଦାସ ଠାକୁର ପରମହଂସ ନାମାଚାର୍ଯ୍ୟ କରୁଥିଲେ ତାଙ୍କୁ ଜାତି କୁଅର ବିଚାର ନାହିଁ ହରି ଭଜନ ବରଂ ଜନ୍ମୀ ସବ୍ଜ ସୁଖ ଶ୍ରୀ ହିରେ ସମାନ ନୈବରତ୍ୟ ବିପାତ ବୈତ କିଞ୍ଚନ ଗୋଚରମ ସୁମଭାତ କୁଞ୍ଚି ଦେବୀଙ୍କର ଏହି ପ୍ରାର୍ଥନା କଥା ଶିକ୍ଷା ପାଇବା। ଉଚ୍ଚ କୂଳରେ ଜାତ ହେଇଛି ତାର ବଡ଼ ଗର୍ବ ଅଛି। ଉଚ୍ଚ କୂଳ ଜାତ ଯୋଗୁଁ ତାର ଗର୍ବ ଅଛି। ତାହା ସାଧାରଣତଃ ଭାବେ ଗର୍ବ ପାଳନ କରି ସେ ଅକିଞ୍ଚନ ନିଷ୍କିଞ୍ଚନ ହେଇପାରିବ। ସେଥିପାଇଁ ନିଚ କୂଳରେ ଜାତି ତାହା ଭଗବାନ କହୁଛି ସହଜରେ ଅକିଞ୍ଚନ ନିଷ୍କିଞ୍ଚନ। ଜଗନ୍ନାଥ ମନ୍ଦିରକୁ ଯିବା ଛାଡ଼ ବଡ଼ ଦାଣ୍ଡକୁ ଯାଉନଥିଲେ। ତାଙ୍କ କୁଟିଆ ରହିକିରି ସେ ଚକ୍ରକୁ ଦର୍ଶନ କରୁଥିଲେ। ଜଗନ୍ନାଥ ପ୍ରତିଦିନ ତାଙ୍କୁ ଦର୍ଶନ ଦେବାକୁ ଆସିଥିଲେ। ଶ୍ରୀମନ୍ ମହାପ୍ରଭୁ ଶ୍ରୀକୃଷ୍ଣ ଜଗନ୍ନାଥ ମହାପ୍ରଭୁ ଯେତେବେଳେ ସନ୍ନ୍ୟାସ ନେଇକରି ଜଗନ୍ନାଥ ପୁରୀ ଧାମରେ ବାସ କରୁଥିଲେ ସେତେବେଳେ ହରିଦାସ ଠାକୁର ତାଙ୍କର ଭଜନ କୁଟୀର ଅଛି। ବର୍ତ୍ତମାନ ସିଦ୍ଧ ବପୁଲି କୁହାଯାଉଛି ବପୁଲି ଅଛି। ସେଠି ସେ ଭଜନ କରୁଥିଲେ ଦିନ ରାତି 24 ଘଣ୍ଟା ଅହର୍ନିଶ 24 ଘଣ୍ଟା ଭଜନ କରୁଥିଲେ। ନିଦ୍ରା ଆହାର ନଥିଲା, ନିଦ୍ରା ନଥିଲା। ସିଦ୍ଧ ଦେହ ଜଡ଼ ଶରୀର ଭୌତିକ ଶରୀର ଜଡ଼ ଶରୀର ଆମମାନଙ୍କର ଜଡ଼ ଶରୀର ଈଶ୍ୱରର ଆହାର ନିଦ୍ରା ଭୟ ମୈଥୁନ ଡିମାଣ୍ଡ ଅଛି। ନିଡ ଜଡ଼ ଶରୀର ଆବଶ୍ୟକ ନାହିଁ। ଆହାର କିଛି ଖାଦ୍ୟ ଦରକାର, ନିଦ୍ରା କ୍ଳାନ୍ତି ଆସୁଛି, ନିଦ୍ରା ବିଶ୍ରାମ ଦରକାର ଅଛି, ଆତ୍ମରକ୍ଷା ଦରକାର ଅଛି, ମୈଥୁନ ଦରକାର ଅଛି। ଜଡ଼ ଶରୀର ଆବଶ୍ୟକ କିନ୍ତୁ ସିଦ୍ଧ ଦେହ ଯାହାର ହେବ ଇଂରେଜୀ ସ୍ପିରିଚୁଆଲ ବଡି ଚିତ୍ ଶରୀର ତାର ଏସବୁ ଆବଶ୍ୟକତା ନାହିଁ। ଆହାର ଦରକାର ନାହିଁ, ନିଦ୍ରା ଦରକାର ନାହିଁ, ଆତ୍ମରକ୍ଷା ଦରକାର ନାହିଁ, ମୈଥୁନ ଏସବୁ ଅଛି ନାହିଁ। ସେ ସିଦ୍ଧ ଦେହ ପ୍ରାପ୍ତ ହୋଇଥାଏ। ହରିଦାସ ଠାକୁର ଭଜନ ପ୍ରଭାବରେ ତାଙ୍କର ସେ ଦରକାର ନଥିଲା। ସେଥିପାଇଁ ଦିନ ରାତି 24 ଘଣ୍ଟା ସେ ହରିନାମ କରିପାରୁଥିଲେ। ନିଦ୍ରା ଦରକାର ନଥିଲା। କହିଲେ ଚୈତ୍ର ମହାପ୍ରଭୁ ଯେ ସଚଳ ଜଗନ୍ନାଥ ସେ ପ୍ରତିଦିନ ତାଙ୍କୁ ଦର୍ଶନ ଦେବା ପାଇଁ ଆସିଥିଲେ। ପ୍ରତିଦିନ ଦର୍ଶନ ଦେବା ପାଇଁ ଆସିଥିଲେ। ସେ ସମୁଦ୍ର ସ୍ନାନକୁ ଯିବା ପୂର୍ବରୁ ଭକ୍ତ ଗଣରେ ଦର୍ଶନ ଦେବା ପାଇଁ ଆସିଥିଲେ। ଭକ୍ତଦାସ ଭଗବାନ ତାଙ୍କ ପାଖକୁ ମହାପ୍ରସାଦ ପଠେଇ ଦେଉଥିଲେ। ମହାପ୍ରସାଦ ତାଙ୍କ ପାଖରେ ପହଞ୍ଚି ଯାଉଥିଲା। ତେଣୁ ମହାପ୍ରସାଦ ଗୋଟିଏ ମହାପ୍ରଭୁ ସମ୍ମାନ କରୁଥିଲେ, ଗୋଟିଏ ସମ୍ମାନ। କି ଅପରାଧ ଅଛି? ଭଗବାନଙ୍କୁ ଯେ ପାଇଛି, ଭଗବାନଙ୍କୁ ପ୍ରେମ ଡୋରିରେ ବାନ୍ଧି ପାରିଛି, ତାଙ୍କର ଅଭାବ କଣ ଅଛି? ଭଗବାନ କୃଷ୍ଣ ହେଉଛନ୍ତି ପୂର୍ଣ୍ଣ ବ୍ରହ୍ମ, ପରିପୂର୍ଣ୍ଣ ବସ୍ତୁ। ଯାହାଙ୍କୁ ପ୍ରାପ୍ତ ହେଲେ ଅପୂର୍ଣ୍ଣତା କିଛି ରହେ ନା। ସେ ପରିପୂର୍ଣ୍ଣ ବସ୍ତୁ ସେ କୃଷ୍ଣ। ଯେ କୃଷ୍ଣ ପାଇଁ ତାଙ୍କର ଅପୂର୍ଣ୍ଣତା କଣ ଅଛି? କିଛି ଅପୂର୍ଣ୍ଣତା ନାହିଁ। ବାହ୍ୟ ତ ବଡ଼ ଦୈନ୍ୟ ଜୀବନ ତାଙ୍କର ବାହାର ଏକ୍ସଟର୍ନାଲ ଯାହା ଅଛି ବାହ୍ୟ ଆପାତ ଦୃଷ୍ଟିରେ ବଡ଼ ଦୈନ୍ୟ ଜୀବନ, ବଡ଼ ଦାରିଦ୍ର୍ୟ, ବଡ଼ କଷାଘାତ ସହ୍ୟ କରୁଛନ୍ତି। କିନ୍ତୁ ଅନ୍ତରରେ ଯାହା କହନ୍ତି ଦିବ୍ୟ ଆନନ୍ଦ, ସଚିଦାନନ୍ଦ ବଳ ଈଶ୍ୱର ପରମ କୃଷ୍ଣ ସଚିଦାନନ୍ଦ ବିଗ୍ରହ। ସେ ସଚିଦାନନ୍ଦ ବିଗ୍ରହ କୃଷ୍ଣକୁ ପ୍ରାପ୍ତ ହୋଇଛନ୍ତି। ହୃଦୟରେ ହୃଦୟରେ ବାନ୍ଧିକି ରଖିପାରିଛନ୍ତି। ତମାର ହୃଦୟ ସଦା ଗୋବିନ୍ଦ ବିଶ୍ରାମ, ଗୋବିନ୍ଦ କହେ ବୈଷ୍ଣବ, ଗୋବିନ୍ଦ ବିଶ୍ରାମ କରୁଛନ୍ତି, ଆନନ୍ଦ କରୁଛନ୍ତି। ସେ ସର୍ବଦା ଚିଦାନନ୍ଦମୟ ସ୍ଥିତି ରହିଛନ୍ତି। ଅନ୍ତରରେ ଦିବ୍ୟ ଆନନ୍ଦ ସମସ୍ତେ ଆପଣମାନେ ଜାଣିଥିବେ। ଆମ ନାଟକ ଏବେ କରିଥିଲେ ଦାସ ଠାକୁରଙ୍କୁ, ନାମାଚାର୍ଯ୍ୟ ଦାସ ଠାକୁର ନାଟକ ଆଗରୁ ଥରେ ପରିବେଷଣ କରାହେଇଥିଲା, ଏବେ ପରିବେଷଣ କରାହେଇଥିଲା।
ନନ୍ଦ ଉତ୍ସବ ତିଥିରେ ଆମର କୁମାରାଧ୍ୟ ଗୁରୁଜୀ ଶ୍ରୀମତୀ ଭକ୍ତିବେଦାନ୍ତ ପ୍ରଭୁପାଦ ସ୍ୱାମୀଙ୍କର ଆବିର୍ଭାବ ତିଥିରେ ଦେଖେଇ ଦିଆଯାଇଥିଲା। 22,000ରେ ତାଙ୍କୁ କିପରି ଅତି କ୍ରୂର ଭାବରେ ପ୍ରହାର କରାଯାଇଛି, ଘୋଷାରି ଘୋଷାରି ନିଆଯାଇଛି, ମାଂସ ବାହାରି ପଡ଼ିଛି, ହାଡ଼ ବାହାରି ପଡ଼ିଛି, କିନ୍ତୁ ଆନନ୍ଦ ପୂର୍ଣ୍ଣ କିଛି ବାଧିନି। ଯେକୌଣସି ଲୋକ ମରିଯାଇଥାନ୍ତା ସେ ମରିଲେନି। ସୁଖୀ କୃଷ୍ଣ ସେ ପ୍ରମାଣ ଯେ ତାଙ୍କର ଶରୀର ଜର ଶରୀର ନୁହେଁ, ପ୍ରାକୃତ ଶରୀର ନୁହେଁ। ବୈଷ୍ଣବର ଶରୀର ପ୍ରାକୃତ ଶରୀର ଅପ୍ରାକୃତ ଶରୀର। ଆଉ ସର୍ବଦା କୃଷ୍ଣ ଦ୍ୱାରା ସୁରକ୍ଷିତ। ଜାଣି ନମେ ଭକ୍ତ ପ୍ରେଣିଷ୍ୟତି, ଭକ୍ତର ବିନାଶ ନାହିଁ। କୃଷ୍ଣ ସୁରକ୍ଷା ଦେବେ। ରଥ ହରି ମାରିକି ମାରି ହରି ରୋକେ, ହରି ସୁରକ୍ଷା ଦେବେ ପ୍ରତି ମାରିବେ। ହରି ଚାକରି ମାନେ ତ କିଏ ସୁରକ୍ଷା ଦେବେ? କଥା ଅଛି। ସେମାନେ ବୈଷ୍ଣବଙ୍କର ଜନ୍ମ ମୃତ୍ୟୁ ନାହିଁ। न कर्मबन्धन वैष्णवान् जायते, कर्मबन्धन ନାହିଁ, କର୍ମ ମୃତ୍ୟୁ ନାହିଁ, ବଦ୍ଧ ଜୀବନ ହଉଛି। ସେ ଇଚ୍ଛା କରିକି ସେ ଜଗତରେ କୃଷ୍ଣଙ୍କର ଅତ୍ୟନ୍ତ ଅନ୍ତରଙ୍ଗ ପାର୍ଷଦ ନିଜ ଜନ ପାଠ ଲୋକ ସେ ଇଚ୍ଛା କରି କୃପା କରି ଏ ପ୍ରପଞ୍ଚରେ ଅବତୀର୍ଣ୍ଣ ହୁଅନ୍ତି। ଚାରିତ କାମ ମହାନ୍ତ ସ୍ୱଭାବ ହିଁ ଚାରିତ କାମ, ନିଜ କାର୍ଯ୍ୟ ନାହିଁ। ମହାତ୍ମା ସେ ଆନ୍ତନ୍ବାଜ୍ଞା ଜନ୍ମ ହୁଅନ୍ତି ନାହିଁ, କର୍ମ ବନ୍ଧନର ଅଛି। କର୍ମ ବନ୍ଧନ ତାଙ୍କ ନାହିଁ। ଯମ ତାଙ୍କ ପାଖକୁ ଆସେ ନା। ଯମ ହେଉଛି ମୃତ୍ୟୁର ଦେବତା। ଯମ ତାକୁ ପ୍ରବେଶ କରିପାରିବ ନା। ତାଙ୍କର ମୃତ୍ୟୁ ନାହିଁ, ଜନ୍ମ ନାହିଁ, ମୃତ୍ୟୁ ନାହିଁ, ଆବିର୍ଭାବ ତିର। ସେ ଇଚ୍ଛା କରିକିରି ବା ଭଗବତୀ ଇଚ୍ଛାରେ ବା ନିଜର ଅହେତୁକି କୃପା କରିକି ପ୍ରପଞ୍ଚରେ ଅବତୀର୍ଣ୍ଣ ହୁଅନ୍ତି। ଇଚ୍ଛା କଲେ ଯିବେ ସ୍ନାନ। ଇଚ୍ଛା ଅପ୍ରକଟ ତାହା ହେଇଛି ଭଟ୍ଟଦାସ ଠାକୁର। ଆଜି ତାଙ୍କର ସେ ନିର୍ଯାଣ ଦିବସ, ଅପ୍ରକଟ ତିରୋଭାବ ଦିବସ, ଅତି ଶୁଭ। ବୈଷ୍ଣବ ମାନେ ଦିବସ ପାଳନ କରନ୍ତି। ଏ ସମ୍ବନ୍ଧରେ କିଛି କଥା ଆମେ କହିବା। ତାପରେ ସ୍ୱୟଂ ଦାସ ଶ୍ରୀପାଦ ସ୍ୱୟଂ ଦାସ ସେ କିଛି ଅଧିକ କଥା ଦାସ ସମ୍ବନ୍ଧରେ କହିବେ। ଠାକୁର ହରିଦାସ ତାଙ୍କର କୁଟୀରରେ ରହି ନିରନ୍ତର ହରିନାମ କରନ୍ତି। ଦିନେ ଗୋବିନ୍ଦ ମହାପ୍ରଭୁଙ୍କର ସେବକ ଗୋବିନ୍ଦ ପ୍ରତିଦିନ ଆସେ ମହାପ୍ରସାଦ ନେଇକିରି ହରିଦାସ। ଦିନେ ଗୋବିନ୍ଦ ଆସିଛନ୍ତି ମହାପ୍ରସାଦ ନେଇକିରି। ସେ ଦେଖିଲେ ହରିଦାସ ଶୟନ କରିକିରି ଧୀରେ ଧୀରେ ନାମ କରୁଛି। ଗୋବିନ୍ଦ ମହାପ୍ରସାଦ ନେଇକି ଯାଇଥିଲେ। ହରିଦାସ ଗୋବିନ୍ଦ ଦେବା ପ୍ରସାଦରୁ ଗୋଟିଏ ଏକ କୋଣା ମାତ୍ର ସମ୍ମାନ କଲେ, ଅଧିକା ନେଲେ। ଆଉ ଦିନେ ମହାପ୍ରଭୁ ହରିଦାସଙ୍କୁ କୁଶଳ ପ୍ରଶ୍ନ କଲେ। ହରିଦାସ କହିଲେ ମୋର ଶରୀର ଅସୁସ୍ଥ ଅଛି, କିନ୍ତୁ ମହାବୁଦ୍ଧି ଅସୁସ୍ଥ। ମହାପ୍ରଭୁ କହିଲେ କି ରୋଗ ହେଇଛି ତୁମର? ହରିଦାସ କହିଲେ ମୋର ସଂଖ୍ୟା ନାମ ପୂର୍ଣ୍ଣ ହଉନି। ଦିନକୁ 3 ଲକ୍ଷ ନାମ କରୁଥିଲେ ସେ। ମାନେ ଦିନ ରାତି 24 ଘଣ୍ଟା ନାମ କରୁଥିଲେ। 3 ଲକ୍ଷ ନାମ କରିବା ମାନେ ଦିନ ରାତି 24 ଘଣ୍ଟା ଦରକାର। ତେଣୁ ମୋର ପୂର୍ଣ୍ଣ ହେଇପାରୁନି କହିଲେ ସଂଖ୍ୟା ନାମ। ଇଏ ହେଉଛି ମୋର ରୋଗ। ମହାପ୍ରଭୁ କହିଲେ ତୁମର ତ ସିଦ୍ଧ ଦେହ ହେଇଛି, ତାହେଲେ ସାଧନ ପ୍ରତି ଆଉ କି ପ୍ରୟୋଜନ ଅଛି? ସାଧନ କଣ ପ୍ରୟୋଜନ ଅଛି? ସିଦ୍ଧି ଲାଭ ସେ ତ ଭାବ ପ୍ରେମ ସ୍ତରକୁ ଗଲା। ସମ୍ପୂର୍ଣ୍ଣ ବିସ୍ମୃତି ତାର ହେଇଯାଏ। ଦେହ ତା ଅଛି କି ନାହିଁ ସ୍ମୃତି ରହେ ନା। କି ପ୍ରକାର ଭାବାସ୍ତ ଯେତେବେଳେ କହେ ସେତେବେଳେ ଆଉ ସାଧନ ଦରକାର। ସାଧନ ଭକ୍ତିର ଉଚ୍ଚ ସ୍ତରକୁ ଭାବ ଭକ୍ତିର ପ୍ରେମ ଭକ୍ତି ସ୍ତର। ହରିଦାସ ଦୈନ୍ୟ କରି କହିଲେ ପ୍ରଭୁ ମୋର ଗୋଟେ ପ୍ରାର୍ଥନା ଅଛି। ମୋର ଏ ଅଭିଳାଷ ଯେ ଆପଣଙ୍କର ଚରଣ ଯୁଗଳ ହୃଦୟରେ ଧରିବି, ଆପଣଙ୍କର ମୁଖଚନ୍ଦ୍ର ଅବଲୋକନ କରିବି, ଶ୍ରୀକୃଷ୍ଣ ଚୈତନ୍ୟ ନାମ ଉଚ୍ଚାରଣ କରିକିରି ମୁଁ ଅନ୍ତର୍ହିତ ହେବି।
ମହାପ୍ରଭୁଙ୍କର ଆତ୍ମବଟ କରି ଏ ପୃଥିବୀରେ ରହିବା ଅସମ୍ଭବ ହେଇଯିବ ମୋ ପକ୍ଷରେ। ସେ ଜାଣିପାରିଲେ ମହାପ୍ରଭୁ ଶୀଘ୍ର ପ୍ରକଟ ହେବେ। ତେଣୁ ତାଙ୍କର ପ୍ରକଟ ହେବା ପୂର୍ବ ଆମେ ଚାଲିବା। ଇଚ୍ଛା କଲେ ଭକ୍ତ ବୈଷ୍ଣବ ଇଚ୍ଛା କରି ଆସନ୍ତି, ଇଚ୍ଛା କରି ଯାଆନ୍ତି। ତାଙ୍କର ଜନ୍ମ ନାହିଁ, ତାଙ୍କର ମୃତ୍ୟୁ ନାହିଁ। ପ୍ରକଟ ଅପ୍ରକଟ ଆବିର୍ଭାବ ତିରୋଧାନ। ମହାପ୍ରଭୁ ଏହା ଶୁଣି ଆଉ କିଛି କହିଲେ ନାହିଁ, ଚାଲିଗଲେ। ସେଦିନର କଥା। ପରଦିନ ତାଙ୍କର ଏଇ ଯୋଉ କାମନା, ଏ ବାଞ୍ଛା ପୂର୍ଣ୍ଣ ହେଇଯାଇଛି। ଭକ୍ତ ବାଞ୍ଛା କଳ୍ପତରୁ ଯାଇଛନ୍ତି ସାଙ୍ଗେ ସାଙ୍ଗେ। ପରଦିନ ପ୍ରଭାତରୁ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରି ଭକ୍ତମାନଙ୍କୁ ସାଙ୍ଗରେ ନେଇ ହରିଦାସଙ୍କ ନିକଟରେ ଆସି ଉପସ୍ଥିତ ହେଲେ। ହରିଦାସଙ୍କ ସମ୍ମୁଖରେ ମହାସଂକୀର୍ତ୍ତନ ଆରମ୍ଭ ହେଲା। ବୈଷ୍ଣବ ବୃନ୍ଦ ହରିଦାସଙ୍କୁ ବେଢ଼ିକିରି ସଂକୀର୍ତ୍ତନ କରିବାକୁ ଲାଗିଲେ। ସମବେତ ବୈଷ୍ଣବଙ୍କ ମହାପ୍ରଭୁଙ୍କର ଶ୍ରୀମୁଖରୁ ହରିଦାସଙ୍କର ଗୁଣାବଳୀ ଶ୍ରବଣ କରି ହରିଦାସଙ୍କର ଚରଣରେ ପ୍ରଣତ ହେଲେ। ହରିଦାସ ମହାପ୍ରଭୁଙ୍କ ସମ୍ମୁଖରେ ଉପବେଶନ କଲେ। ମହାପ୍ରଭୁଙ୍କର ମୁଖଚନ୍ଦ୍ର ଦର୍ଶନ କରିବାକୁ ଲାଗିଲେ। ହୃଦୟରେ ଚରଣ ଯୁଗଳ ଧାରଣ କରି ପୁନଃ ପୁନଃ ମୁଖରେ ଶ୍ରୀକୃଷ୍ଣ ଚୈତନ୍ୟ ନାମ ଉଚ୍ଚାରଣ କରି ମହାପ୍ରୟାଣ କଲେ। ଯାହା ଇଚ୍ଛା କଲେ ତାହା ପୂରଣ ହେଇଗଲା। ଭୀଷ୍ମଦେବଙ୍କର ନିର୍ଯାଣ, ଭୀଷ୍ମଦେବଙ୍କର ଇଚ୍ଛା ମୃତ୍ୟୁ ତଦ୍ଭବ ଭୀଷ୍ମଦେବଙ୍କର ନିର୍ଯାଣ କରି ବୈଷ୍ଣବ ବୃନ୍ଦ ଠାକୁର ହରିଦାସ ନିର୍ଯାଣକୁ ମନେକଲେ। ବୈଷ୍ଣବ ବୃନ୍ଦ ମହାମନ୍ତ୍ର କୀର୍ତ୍ତନ କରୁଥାନ୍ତି। ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ହରେ ହରେ। ସେହି ସମୟରେ ମହାପ୍ରଭୁ ପ୍ରେମାନନ୍ଦରେ ବିହୋଳ ହେଲେ। ତାପରେ ଠାକୁର ହରିଦାସଙ୍କୁ ତାଙ୍କର ଦିବ୍ୟ ଶରୀର ଓ ସମୁଦ୍ରରେ ସ୍ନାନ କରି ମହାପ୍ରଭୁ କହିଲେ, ଏ ସ୍ଥାନ ଆଜିଠାରୁ ଏ ସମୁଦ୍ର ତୀର୍ଥ ହେଇଗଲା। ଯୋଉଠି ହରିଦାସ ଠାକୁରଙ୍କର ବର୍ତ୍ତମାନ ସମାଧି ମନ୍ଦିର ଅଛି ତାହା ତୀର୍ଥ ହେଲା ବୋଲି ସେଦିନଠାରୁ ଘୋଷଣା କରିଥିଲେ ମହାପ୍ରଭୁ। ସମବେତ ଭକ୍ତଗଣ ହରିଦାସଙ୍କର ଚରଣଭୋଗ ସେବନ କଲେ। ହରିଦାସଙ୍କର ଶ୍ରୀଅଙ୍ଗରେ ପ୍ରସାଦୀ ଚନ୍ଦନ ଦେଇ ବସ୍ତ୍ର ଦ୍ୱାରା ଆଚ୍ଛାଦନ କରି ସ୍ୱହସ୍ତରେ ମହାପ୍ରଭୁ ସେଇ ବାଲୁକାରେ ତାଙ୍କୁ ସମାଧି ଦେଲେ। ବାଲୁକା ଗର୍ତ୍ତରେ ଶୟନ କରାଇଲେ। ଚୈତନ୍ୟ ଚୈତାମୃତ ଏସବୁ ବର୍ଣ୍ଣନା ଅଛି ବିଶେଷ, ତାହା ଆପଣମାନେ ପାଠ କରିବେ। ଆଜି ଦିବସରେ ଅନ୍ତ୍ୟଲୀଳା ଏକାଦଶ ପରିଚ୍ଛେଦରେ ବର୍ଣ୍ଣନା ଅଛି। হরিদাসে তনু প্রভু বলে লইল ছায়া হরিদাস অঙ্গনি নাচেন প্রভু প্রেমা বিষ্ণু ମରି ଯାଉଛି କହନ୍ତି ମଡ଼ା, ତାକୁ ଛୁଇଁବ ନା, ମଡ଼ା ହେଇଗଲା ଛୁଅ ନା, ଅସ୍ପୃଶ୍ୟ ହେଇଯିବ, ଛୁଇଁଲେ ଆଉ ମଡ଼ା ଛୁଇଁଛି ଗାଧେଇ ପଡିବି, ଗୌର ପାଣି ପିଇବି, ଏସବୁ କେତେ କଥା ଅଛି। କିନ୍ତୁ ବୈଷ୍ଣବ ଶରୀର ପ୍ରାକୃତ ଶରୀର ନୁହେଁ, ଅପ୍ରାକୃତ ଶରୀର, ଦିବ୍ୟ ଶରୀର, ମଡ଼ା ହୁଏ ନା, କିଛି ଦୁର୍ଗନ୍ଧ ଭୟ ହୁଏ ନା। ସେଥିପାଇଁ ମହାପ୍ରଭୁ ଦିବ୍ୟ ଶରୀରକୁ ହରିଦାସ ଦିବ୍ୟ ଶରୀର ଉଠେଇ ଦେଇକରି ଆନନ୍ଦରେ ବିହୋଳ ହେଇକି ନୃତ୍ୟ କରିଥିଲେ ଏବଂ ସ୍ୱସ୍ଥରେ ସମାଧି ଦେଇଥିଲେ ସେଇଠି। ତାରେ ବାଲୁ ଦିଆ ଉପରି ପିଣ୍ଡା ବନ୍ଧାଇଲା, ତାରେ ବାଲୁ ଦିଆ ଉପରି চৌদির আবরণ কইলা, চৌদির মহাপ্রভু হরিবোল হরিবোল কহি স্বস্তরে বালুকারি সমাধি নির্মাণ কলে। পরে বর্তমান সেটি সুন্দর সমাধি মন্দির হয়েছে।
କୌଣସି ଭକ୍ତ ବୈଷ୍ଣବ ପ୍ରଧାନ୍ୟ ବ୍ୟକ୍ତି ମନ୍ଦିର ନିର୍ମାଣ କରିଦେଇଛନ୍ତି। ଭକ୍ତଗଣ ନିରନ୍ତର ପରିକୀର୍ତ୍ତନ କରୁଥାନ୍ତି। ମହାପ୍ରଭୁ ସମାଧି ପୀଠ ନିର୍ମାଣ କରି କୀର୍ତ୍ତନ ସହ ସମାଧି ପୀଠ ପରିକ୍ରମା କଲେ। ତତ୍ପରେ ସଂକୀର୍ତ୍ତନ ମାଧ୍ୟମରେ ମହାପ୍ରଭୁ ନୃତ୍ୟ କରି କରି ସିଂହଦ୍ୱାରରେ ଆସି ଉପସ୍ଥିତ ହେଲେ। ସିଂହଦ୍ୱାରେ ଆସି ପ୍ରଭୁ ପାସାରୀର ଠାଣି ସିଂହଦ୍ୱାରେ ଆସି ପ୍ରଭୁ ପାସାରୀର ଠାଣି ଅଞ୍ଚଳ ପାତିଆ ପ୍ରସାଦ ମାଗିଲେ ଗୋସାଇଁ হরিদাস ঠাকুরের মহোৎসবের পরে প্রসাদ মাগিয়ে ভিক্ষা দেহ তোমারে শুনিয়া পাসারি সর ঝগড়া উঠাইয়া প্রসাদ দিতে আসে তারা আনন্দিত হইয়া প্রসাদ দিতে আসে তারা আনন্দিত হইয়া মহাপ্রভু শ্রীমান মহাপ্রভু স্বয়ং ভগবান অভিন্ন কৃষ্ণ সেই ইচ্ছাময় পুরুষ সেই ইচ্ছা କରିଥିଲେ ତ କେତେ ରକମର ପ୍ରସାଦ ସର୍ବଶସ୍ୟ ଲେୟ ପେୟ ଚତୁର୍ବିଧ ସୁନ୍ଦର ଖାଦ୍ୟ ସୁସ୍ୱାଦୁ ଖାଦ୍ୟ ଆଦି ଜଣାଇଥାନ୍ତି ମାଗୁଥିଲେ ନିଜେ ଅଞ୍ଚଳ ପାତିକିରି ପସାରି ମାନଙ୍କ ଠାରୁ ମାଗିକି ମହୋତ୍ସବ କରୁଥିଲେ। ଏ ଶିକ୍ଷା ଦେଇଛନ୍ତି ବୈଷ୍ଣବ এই প্রকার করিব এই বৈষ্ণব ক্রিয়া মাগিয়া খাই বৈষ্ণব সুযোগ দিয়ে সেবার সুযোগ দিয়ে বৈষ্ণবর সেবা তাই সর্বসিদ্ধি বৈষ্ণবর কৃপা তাই সর্বসিদ্ধি মত ভক্ত পূজা বিধিকা ভক্ত পূজা আধিক্য ভগবান তো পূজ্য সর্বপূজ্য সর্বারাধ্য কিন্তু ভক্ত পূজার আধিক্য তাই ভগবান নিজে করিকে দেখেছেন এই আমি পাচ্ছি শিক্ষা যে বৈষ্ণব হইব নিরভিমান তার অভিমান নাই সে নিরভিমান যার অভিমান আছে সে মাগিପାରିବ বড় বড় বলছে অহংকার প্রবল ଅଛି আত্মসম্মান ଅଛି আমার ईश्वर महाप्रभु विष्णुशीन तरोरीव सैष्णनामानी नामानुवे कीर्तन्य सभा करी महाप्रभु शिक्षा तुणକୁ ଅଧିକ ହୀନ ମନେ କରିବ ମୁଖ୍ୟ ପରି ସୈଷ୍ଣୁ ହବ ଅମାନି ହବ ମାନବ ହବ ନିଜେ ସମ୍ମାନ ଦାବି କରିବ ନା ସମ୍ମାନ ଦେବ ତା ନହେଲେ ହରିଭଜନ ବୁଲିପାରିବ ନା ମହାପ୍ରଭୁ ପ୍ରାକ୍ଟିକାଲି ଶିଖିଛନ୍ତି। ତେଣୁ ଅଞ୍ଚଳ ପାତିଆ ପ୍ରସାଦ ପାଖରେ ମାଗିଥିଲେ ଆଉ ସମସ୍ତେ ଆନନ୍ଦରେ ତାଙ୍କର ସାଙ୍ଗରା ଉଠେଇକି ସବୁ ପ୍ରଚୁର ମହାପ୍ରସାଦ ସଂଗୀତ ହେଇଗଲା ବଡ଼ ମହୋତ୍ସବ ହେଲା ପ୍ରଚୁର ପ୍ରସାଦ ସଂଗୀତ ହେଲା ହରିଦାସଙ୍କର ବିବାହ ଉତ୍ସବରେ ମହାପ୍ରଭୁ ସ୍ୱସ୍ତରେ ପ୍ରଚୁର ପରିମାଣ ମହାପ୍ରସାଦ ବିତରଣ କଲେ ସମସ୍ତେ। ପୁରୀ ଭାରତୀ ପ୍ରଭୃତି ସନ୍ନ୍ୟାସୀ ମାନେ ସମସ୍ତ ମାନଙ୍କ ସଙ୍ଗରେ ନିଜେ ପ୍ରସାଦ ସମ୍ମାନ କଲେ ନିଜେ ମହାପ୍ରସାଦ ପରିବେଷଣ କଲେ
ଶ୍ରୀମନ୍ ମହାପ୍ରଭୁ। ମହାପ୍ରଭୁ ଦାସ ବିରହରେ ପୁନଃ ପୁନଃ ବିଳାପ କରିକି କହିଛନ୍ତି, କୃପା କରି କୃଷ୍ଣ ମୋରେ ଦିଆଥିଲା ସଙ୍ଗ, କୃପା କରି କୃଷ୍ଣ ମୋରେ ଦିଆଥିଲା ସ୍ୱତନ୍ତ୍ର କୃଷ୍ণের ইচ্ছা হইলা সঙ্গ, স্বতন্ত্র কৃষ্ণের ইচ্ছা হইলা সঙ্গ, হরিদাসের ইচ্ছা ধরে হইল চলিতে, হরিদাসের ইচ্ছা ধরে হইল চলিতে, আমার সপতিকারে নারিল রাখি, আমার সপতিকারে নারিল রাখি, ইচ্ছা মাত্রে দৈবানিজ প্রাণ নিষ্ক্রাম, ইচ্ছা মাত্রে দৈবানিজ প্রাণ নিষ্ক্রাম, পূর্বে শুনিয়াছি ভীষ্মের শ্রীমন মহাপ্রভু ବିଳାପ କରିକିରି ଏସବୁ କଥା କହୁଥିଲେ। ଭକ୍ତ ବିରହ, ଭକ୍ତ ବିରହ ହେଉଛି ଅତ୍ୟନ୍ତ ଦୁଃଖ। ଯେତେ ଦୁଃଖ ଅଛି ତାର ମଧ୍ୟରେ ଅତି ବିରାଟ ଦୁଃଖ, ଅସହ୍ୟ ଦୁଃଖ ହେଉଛି ଭକ୍ତ ବିରହ। ତାହା ମହାପ୍ରଭୁ ପଚାରିଛନ୍ତି ରାମାନନ୍ଦ ସେ କଥା କହିଛନ୍ତି। ଭକ୍ତ ବିରହ ହେଉଛି ଅତ୍ୟନ୍ତ ଅସହ୍ୟ ଦୁଃଖ, ତାଇ ହେଉଛି ଦୁଃଖ, ଅନ୍ୟ ଦୁଃଖ। ତେଣୁ ମହାପ୍ରଭୁ ବିଳାପ କରୁଛନ୍ତି, କୃପା କରି କୃଷ୍ଣ ମୋରେ ଦିଆଥିଲା ସଙ୍ଗ, ସ୍ୱତନ୍ତ୍ର ଈଶ୍ୱର ଇଚ୍ଛା କହିଲା ସଙ୍ଗ ପ୍ରିୟ। ସେ ନିଜେ ଈଶ୍ୱର, ନିଜେ ଭଗବାନ, ଆଉ ଦାସଙ୍କର ଇଚ୍ଛା ପୂରଣ କରିଛନ୍ତି। କିନ୍ତୁ ଭକ୍ତ ଭାବ ଅଙ୍ଗୀକାର କରି ବିଶ୍ୱ ବିଗ୍ରହ ହିସାବ ଆଶ୍ରୟ ବିଗ୍ରହ, ଆଶ୍ରୟ ଜାତୀୟ ଭାବ ନେଇକିରି ଆସିଛନ୍ତି। ତେଣୁ ଏ କଥା କହୁଛନ୍ତି, ସ୍ୱତନ୍ତ୍ର କୃଷ୍ଣର ଇଚ୍ଛା କହିଲା ସଙ୍ଗ, হরিদাসের ইচ্ছা ধরে হইল চলিতে, আমার সগতি তারে নারী রাখিলে। সর্বতন্ত্র সুন্দর, সর্বশক্তিমান সে কৌন মোর শক্তি নাই, সে তো ইচ্ছা করে মোর শক্তি নেই, কেটে দৈন্য ভাব। মহাপ্রভুঙ্কর দৈন্য ভাব শিখেছেন। এই দৈন্য ভাব শুনেছি, এই দৈন্য ভাব নহলে হরিবোধন হয় না। গর্বদম্ভ অভিমান অহংকার আছে, আসুরি প্রকৃতি রাখে, আসুরি স্বভাব, স্নান হরি ভজন କରିପାରିବେ না, শুদ্ধ ভজন হব না। ତେଣୁ ମହାପ୍ରଭୁ ପ୍ରାକ୍ଟିକାଲି ନିଜେ ଆଚରଣ କରି ଶିଖେଇଛନ୍ତି। ସେଥିପାଇଁ କହିଲେ আমার শপথই তার নারীর রাখে, যে সর্বশক্তিমান সে মোর শক্তি না, ভক্ত পরাধীন। ভক্ত পরাধীন যশোত্তন্ত্র শিবদীর্ঘ সাধি গ্রস্ত হৃদয়ের কণ্ঠে ভক্ত জনপ্রিয়। ভক্ত পরতন্ত্রতা, ভক্ত বাৎসল্য, সর্বতন্ত্র স্বতন্ত্র এই ভক্ত পরতন্ত্র, পরমস্থাহীন এই ভক্ত প্রেমাধীন। ভক্ত প্রেমের বন্ধু হয়ে বান্ধি জানছি, ভক্ত যা ইচ্ছা করে আছে ভগবান ভক্ত আছে। আমার সগতি তারে না করে ইচ্ছা মাত্রে গয়লা নিজ প্রাণ নিষ্ক্রাম। পূর্বে যেন শুনিয়াছি বিষ্ণুর বিষ্ণু পাইଥିଲେ বর, ইচ্ছা মৃত্যু বলি তাঙ্କେ ଖାଲି ବର ପାଇଥିଲେ ବିଷ୍ଣୁ। ସେଥିପାଇଁ ଏଇ ତାଙ୍କୁ ମାରିପାରିବେ ନା, ସେ ଇଚ୍ଛା କଲେ ତ୍ୟାଗ କରିବେ। କାହିଁ ତ ମହାଭାରତର କଥା ସଦୃପ ଭାବରେ ଇଚ୍ଛା କଲେ ଯେତେବେଳେ ହରିଦାସ ସେ ଇଚ୍ଛା ଅନୁସାରେ ପ୍ରୟାଣ କଲେ। ପୂର୍ବରୁ କହିଛି ଶୁଦ୍ଧ ଭକ୍ତ ଯେ ଭଗବାନଙ୍କର ଅତି ପ୍ରିୟ,
ଅନ୍ତରଙ୍ଗ ଭକ୍ତ, ତାଙ୍କର ଜନ୍ମ ମୃତ୍ୟୁ ନାହିଁ, ବୈଷ୍ଣବର ଜନ୍ମ ମୃତ୍ୟୁ ନାହିଁ। ଇଚ୍ଛା କରିକିରି କୃପା କରି ଇଚ୍ଛା କରି ଏଠି ଆବିର୍ଭୂତ ହୁଅନ୍ତି, ଯେବେ ଇଚ୍ଛା କରିବେ ସୁଧନ୍ତି, ତାଙ୍କର ଇଚ୍ଛା ପୂରଣ କରନ୍ତି ଭଗବାନ ସାଙ୍ଗେ ସାଙ୍ଗେ। ତା ହେଇଛି ବହୁ ବହୁ ଉଦାହରଣ ଅଛି ଆଖି ଆଗରେ। ଯଦି ଆଖି ପାଇଥାଏ ଦେଖିଥିବ, ସେ ଜାଣିଥିବ, ତାର ଆଖି ନାହିଁ। ପଶ୍ୟନ୍ନପି ନ ପଶ୍ୟତି, ଦେଖିଲେ ସୁଦ୍ଧା ଦେଖିପାରିବ ନା, କାରଣ ଜଡ଼ ଚକ୍ଷୁ ଜଡ଼ ବିଚାର ନେଇକି ରହିଛି, ଏଗୁଡାକ ବୁଝିପାରିବ ନା। ଆମେ ବହୁ 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 ଉଦାହରଣ ଦେଖିଛେ, ଆଖି ଆଗରେ ରହିଛି। ଇଏ ତ ହରିଦାସଙ୍କ କଥା। ବର୍ତ୍ତମାନ ସୁଦ୍ଧା ସେ ପ୍ରକାର ଭକ୍ତ ଅଛନ୍ତି, ସେ ପ୍ରକାର ଚାଲିଛି। ଆମର ପରମାରାଧ୍ୟ ଗୁରୁଦେବ ଶ୍ରୀ ଶ୍ରୀନଦେଶ ଶ୍ରୀ ଭକ୍ତି ବେଦାନ୍ତ ସ୍ୱାମୀ ପ୍ରଭୁପାଦ ମହାରାଜ ତଦ୍ରୁପ ଅତି ଅନ୍ତରଙ୍ଗ ପ୍ରିୟ ଭକ୍ତ ଭଗବାନଙ୍କର, କୃଷ୍ଣଙ୍କର, ଗୌରାଙ୍ଗଙ୍କର, ଜଗନ୍ନାଥଙ୍କର ତାଙ୍କର ଅପ୍ରକଟ ସ୍ତଦ୍ରୁପ ଭାବେ ଅଛି। ଆମେ ଦେଖିଛେ, ଆମେ ନିଜେ ଦେଖିଛେ। ସେ କହିଲେ, କୃଷ୍ଣ ତାଙ୍କୁ ପଚାରୁଛନ୍ତି, ତୁମେ ରହିବାକୁ ଇଚ୍ଛା କରୁଛ, ଏଠି ରହିବ ନା ଯିବାକୁ ଇଚ୍ଛା କରୁଛ? କଣ ଇଚ୍ଛା କରୁଛ କୁହ, ଯାଇ ଇଚ୍ଛା କର ତାଇ ଆମେ ଗ୍ରାଟ କରିବା। କୃଷ୍ଣ ପଚାରୁଛନ୍ତି। କିନ୍ତୁ ବଦ୍ଧଜୀବ ଯମରାଜ ଆସିକିରି ନେଇଯିବ। ବଦ୍ଧଜୀବ ଚାହେଁ ନା, ମୃତ୍ୟୁ ଚାହେଁ ନା, ସବୁଦିନ ରହିବାକୁ ଚାହେଁ, ମରିବାକୁ ଚାହେଁ ନା, ମୃତ୍ୟୁ ଚାହେଁ ନା, ସବୁ ରହିବାକୁ ଚାହେଁ। କିନ୍ତୁ ମୃତ୍ୟୁ ଅହଂ ସର୍ବହରଶ୍ଚ, ମୃତ୍ୟୁର ପ୍ରୟାସ ହରଣ କରିବ। ଯମରାଜ ମୃତ୍ୟୁ ରୂପରେ ବିଚରଣ କରନ୍ତି। ଆଗରୁ ପରୱାନା ପଠେଇଦେବେ, ଆସିଲାରେ ପରୱାନା ଜାରି ହେଇଗଲା, ମୃତ୍ୟୁ ଆସିବ, ରହିବାକୁ ଇଚ୍ଛା କଲେ ସେ ରହିପାରିବ ନା। କିନ୍ତୁ ଭକ୍ତ ବୈଷ୍ଣବ କଥା ସେ କହିବେ, ତାଙ୍କର ଜନ୍ମ ମୃତ୍ୟୁ ନାହିଁ, କର୍ମ ବନ୍ଧନ ନାହିଁ, ସେ ବଦ୍ଧଜୀବ ହୁଅନ୍ତି। ସେ କୃପା କରି ଜଳତୀର୍ଣ୍ଣ ହୁଅନ୍ତି, ତାର କୃପା ଆମର ଏଇ ଯେତେବେଳେ ଇଚ୍ଛା କଲେ ସେତେବେଳେ ସେ ଯାଇପାରିବେ। ସେ ଯମରାଜ ତାଙ୍କ କହୁଛେ ନା, ସେ ଜନ୍ମ କରୁନାହାନ୍ତି ନା, ସେଟା ସେଇ କଥା। ଏପରି ବହୁ ଉଦାହରଣ ଅଛି, ବହୁତ ଦେଖିଛି। ଇଚ୍ଛା କଲେ ଯିବା, ବେଶୀ କଲେ ଇଚ୍ଛା କରିନାହାନ୍ତି, ରହିବା ଅଛି, ରହିବା ଏଠି ରହିବା, ବେଶୀ ରହିଯାଉଛି। ସମସ୍ତ ଧର୍ମ ପ୍ରତ୍ୟାଗ କରି ଯେ ସମ୍ପୂର୍ଣ୍ଣ କୃଷ୍ଣୀକ ଶରଣାଗତ କରନ୍ତି, ସେ କୃଷ୍ଣକୁ ପ୍ରେମ ଡୋରିରେ ବାନ୍ଧି ପାରନ୍ତି। ଆମେ ଭକ୍ତ ପ୍ରଣଶ୍ୟତି, ଭକ୍ତର ବିନାଶ ନାହିଁ, କୃଷ୍ଣ ସୁରକ୍ଷା ଦିଅନ୍ତି। ଭକ୍ତ ପ୍ରେମର ଅଧୀନ ସେ ହେଇଯାଆନ୍ତି। ଭକ୍ତ ଯାହା ଇଚ୍ଛା କରିବ ତାଇ କୃଷ୍ଣ ଜାଣିପାରିବେ। ଭକ୍ତବାନ ଛା କଳ୍ପ କରୁ ଭକ୍ତ ଏମିତି ହରିଦାସଙ୍କର ଜୀବନରେ କଥା ଆମର ଶିକ୍ଷା ଅଛି, ବହୁତ ଶିକ୍ଷା ଅଛି। ତେବେ ତାଙ୍କ ନିର୍ଯାନ ଦିବସରେ ସଂକ୍ଷେପରେ କହିଲେ, ତେବେ ସ୍ୱୟମ୍ଭୁ ଦାସ ସ୍ୱୟମ୍ଭୁ ଦାସ ଦାସଙ୍କ ସମ୍ବନ୍ଧରେ ଅଧିକ କଥା କହିଲେ ଆପଣମାନେ। କିନ୍ତୁ ବୈଷ୍ଣବର ନିନ୍ଦା, ଭକ୍ତ ନିନ୍ଦା, ଭକ୍ତ ଅବମାନନା ସହ୍ୟ କରିପାରନ୍ତି ନା। ସେଥିପାଇଁ ସାଧୁ ନିନ୍ଦା, ବୈଷ୍ଣବ ନିନ୍ଦା ମହାନ ଅପରାଧ, ଅକ୍ଷମଣୀୟ ଅପରାଧ। ସେ ଅପରାଧ ବୈଷ୍ଣବ ଚରଣରେ ଯଦି କେହି ଅପରାଧ করে ତାର କୌଣସି ଉପାୟରେ କ୍ଷମା ହୁଏ ନା। ଯାହାଠାରେ ଅପରାଧ ହେଇ ଯଦି ସେ କ୍ଷମା କରିବେ ତାହେଲେ ସେ ମର୍ଜନ ହବ ନା। ଭଗବାନ କ୍ଷମା କରନ୍ତି ନା। ହରିସ୍ଥାନେ ଅପରାଧେ ତାରେ ପରିଣାମ, তোমা স্থানে অপরাধে নাই পরিত্রাণ কথা আছে। হরিଙ୍କ স্থানে অপরাধ হলে হরিনাম ତୁମକୁ ଉଦ୍ଧାର କରିଦେବ। ବୈଷ୍ଣବ ଚରଣରେ ଅପରାଧ ହେଲେ ପରିତ୍ରାଣ ନାହିଁ। ହରିଦାସ ଠାକୁର ନିଜ କୂଳରେ ଜନ୍ମ ହେଇଥିଲେ, ଅତି ଦୀନ, ଅକିଞ୍ଚନ, ନିଷ୍କିଞ୍ଚନ। ତେଣୁ ସାଧାରଣ ଲୋକ ତାଙ୍କୁ ଚିହ୍ନି ପାରିବ ନା। ବୈଷ୍ଣବ ବା ସାଧୁ ସମସ୍ତେ ଚିହ୍ନି ପାରନ୍ତି ନା। ବିଶ୍ୱ ମଦାନ୍ଧେ ବୈଷ୍ଣବ ନ ଚିହ୍ନେ, ବିଶ୍ୱ ମଦାନ୍ଧ ସେ କ'ଣ ବୈଷ୍ଣବ ଚିହ୍ନିବ? ସେ ବୈଷ୍ଣବ ଚିହ୍ନି ପାରିବ ନା। ନାନା ଅପରାଧ କରି ତା ପରିଣତି ସ୍ୱରୂପ ଦଣ୍ଡ ପାଏ, ନର୍କ ଭୋଗ হয়। ହରିଦାସ ଠାକୁରଙ୍କର ଜୀବନରେ ଏପରି ଅନେକ ଘଟିଛି। ତାଙ୍କୁ 22 ବଜାରରେ ପିଟିଛନ୍ତି।
କିନ୍ତୁ ହରିଦାସ ତାଙ୍କୁ ତ କିଛି ବାଧା ହେଇନି, ତାଙ୍କର ସିଦ୍ଧ ଶରୀର ଆନନ୍ଦରେ ହରିନାମ କରୁଛନ୍ତି, କିନ୍ତୁ ଏମାନେ ଅଜ୍ଞ, ଏମାନେ କଣ କରୁଛନ୍ତି ଜାଣୁନାହାନ୍ତି, କିଏ ଭୟଙ୍କର ଅପରାଧ କରୁଛନ୍ତି, ଏମାନଙ୍କୁ ଜ୍ଞାନ ଥିଲେ କଣ ଏମାନେ କରିଥାନ୍ତେ। ତେଣୁ ଭଗବାନ ପାଇଁ ପ୍ରାର୍ଥନା କରୁଛନ୍ତି, ଆଉ ଭଗବାନ ସବୁ ସହ୍ୟ କରନ୍ତି, କିନ୍ତୁ ଭକ୍ତମାନେ ସହ୍ୟ କରନ୍ତି। ସୁଦର୍ଶନ ଚକ୍ର ଭକ୍ତକୁ ରକ୍ଷା କରେ, ସୁଦର୍ଶନ ଚକ୍ର ଧରି ଆସୁଥିଲା, କିନ୍ତୁ ହରିଦାସ ପ୍ରାର୍ଥନା କରିଥିଲେ, ହେ ଭଗବାନ ଏମାନଙ୍କୁ କ୍ଷମା କରନ୍ତା, ଏମାନେ ଅଜ୍ଞ, ବାଡ଼ି ସେଠି କୃପା, ଯିଏ ଅଜ୍ଞ ତାକୁ ବି କୃପା କରେ ମହାତ୍ମା ମହାପୁରୁଷ ବାଡ଼ି ସେଠି କୃପା, ସେ କୃପାର ପାତ୍ର, ଏଇଟା ଜାଣିନି ତ ମୂର୍ଖଟା, ୟାର ଜ୍ଞାନ ଥିଲେ କଣ ଏମିତି କରିଥାନ୍ତା, ଜ୍ଞାନ ନାହିଁ, ତେଣୁ ଆପଣ କୃପା କରନ୍ତୁ, ୟାକୁ କ୍ଷମା କରନ୍ତୁ। ଏ କଣ କରୁଛନ୍ତି କି ମହନୀୟ ଚରିତ୍ର ଆସିବ, ତେଣୁ ଫେରି ଯାଇଥିଲେ, ସୁଦର୍ଶନ ଚକ୍ର ଫେରି ଯାଇଥିଲେ, ନଚେତ ସବୁ ଚଢାଇ ନଥିଲା। ଏ ମହନୀୟ ଚରିତ୍ର ହରିଦାସଙ୍କର ଯାହା ସେ କହିଛନ୍ତି, ବୈଷ୍ଣବ ସହିତ ସଦା ପବିତ୍ର, ନିତ୍ୟ ଆଲୋଚ୍ୟ, ନିତ୍ୟ କୀର୍ତ୍ତନୀୟ, ନିତ୍ୟ ଶ୍ରବଣୀୟ, ଶ୍ରୋତାଂଶ ତଥା କୃଷ୍ଣ ପୁଣ୍ୟ ଶ୍ରବଣ କୀର୍ତ୍ତନ ଉଦ୍ଦେଶ୍ୟ ହି ଅବତାରଣୀ ବିଧୁମତି ସୁଶିପାଣ। ଯେପରି ଭଗବାନ କୃଷ୍ଣଙ୍କର ନାମ ଗୁଣ ଲୀଳା କୀର୍ତ୍ତନ ଶ୍ରବଣୀୟ ଶ୍ରବଣ କଲେ ବିଶୁଦ୍ଧ হয়, ତଦ୍ଭାବେ ତାଙ୍କ ପ୍ରିୟ ଭକ୍ତ ବୈଷ୍ଣବଙ୍କର ଲୀଳା ଗୁଣ କୀର୍ତ୍ତନ କରି ଶ୍ରବଣ କଲେ ତଦ୍ଭୁତ ବିଶୁଦ୍ଧ হয়। ଏସବୁ କଥା ଅଛି। ନାମ ତତ୍ତ୍ୱ ଭଲ ଭାବେ ପ୍ରଚାର କରୁଥିଲେ, ସେ ଥରେ ନାମ ତତ୍ତ୍ୱ ପ୍ରଚାର କରୁଥିଲେ, ମହାପ୍ରଭୁ ଥରେ ପ୍ରଶ୍ନ କରିଥିଲେ, ହରିଦାସ ଇଏ କଳିଯୁଗ ଭୟଙ୍କର ଯୁଗ, ଯୌବନ ମାନଙ୍କର ବହୁତ ଅଧିକ ସଂଖ୍ୟା ହେଇଯାଉଛି, ଓ ସବୁ ଯୌବନ ମେଛ ଏଗୁଡା ସଂଖ୍ୟା ଅଧିକ ହେଇଗଲା, ଏମାନେ କିପରି ଉଦ୍ଧାର ପାଇବେ? ହରିଦାସ କହିଲେ, ମହାପ୍ରଭୁ କିଛି ଅସୁବିଧା ହିଁ ନାହିଁ, ମେଛ ଯୌବନ ଯେପରି ଅପିଚୁଦରାଚାର ଅନନ୍ୟ ଭାଗ ସାଧୁରେ ସମନ୍ତବ୍ୟ ସମ୍ୟକ ଧନସି ଚୈଷ ଗୀତାରେ କହିଛି, ଯେତେ ଦୁରାଚାରୀ ହଉ, ଯେତେ ପତିତ ହଉ, ଯେତେ ପାଷଣ୍ଡୀ ହଉ, ଯଦି ଅନନ୍ୟ ଭୋଜନ କରିବେ ତ ସାଧୁ ହେଇଗଲା, ନାମା ଭାଷାରୁ ତ ମୁକ୍ତି ହେଇଯାଉଛି, ନାମା ଭାଷାରେ ମୁକ୍ତି ହେଇଯାଉଛି। ପ୍ରଭୁ ସେ ଯେ ଆମର ଷଷ୍ଠ ସ୍କନ୍ଧ ଭାଗବତରେ ଅଦାମିଳ ଚରିତ ଅଛି, ମହାନ ପାପୀ ଥିଲା ଅଦାମିଳ, ମୃତ୍ୟୁ ସମୟରେ ଯମଦୂତ ଆସେ ନେବା ପାଇଁ ଭୟଙ୍କର ଭୀତଗ୍ରସ୍ତ ହେଇକି ତାର ସାନ ପୁଅଟା ଡାକୁଛି, ତା ନାଁ ରଖିଦେବ ନାରାୟଣ, ଏଇଟା ଗୋଟେ ତାର ସୁକୃତି ହେଇଗଲା, ହେ ନାରାୟଣ ନାହିଁ, ତା ପୁଅକୁ ଡାକି ଭଗବାନ ଡାକିଲେ, ସେଇ ନାରାୟଣ ଭଗବାନ ନାମ ଚାଲିଲେ କରିବା ମାତ୍ରେ ତାର ପାପ ହେଇଗଲା, ସେଠି ଅନନ୍ତ ପାପ ହେଇଗଲା, ତାହାକି ସେ ବିଷ୍ଣୁ ମାନେ ବିଷ୍ଣୁ ତ ପହଞ୍ଚିଗଲେ ଏଇ କଥା ଅଛି। ଦାସ କହିଲେ ନାମ ଭାଷାରେ ମୁକ୍ତି ଯାଉଛି, ବେଚ ଯୌବନ ହଉ ଯାଉ, ସେ ଯଦି ସାଙ୍କେତ୍ୟ ସଂକେତ କରି କରୁଛି, ସାଙ୍କେତ୍ୟ ନାମ ଭାଷ ପୁଅକୁ ସଂକେତ କରୁଛି, ନାରାୟଣ ଭଗବାନ ମୁକ୍ତି ହେଇଗଲା। ମେଛ ଯୌବନ ସେ ତ ଲାଗୁଛି ହାରାମ କହୁଛି, ହାରାମ ହାରାମ କଲେ ରାମ କହିଲେ, ହାରାମ କହିଲେ ତାର ମୁକ୍ତି ହେଇଗଲା, ତାର ତ ସାଙ୍କେତ୍ୟ ନାମ ଭାଷ ପାଇଲା, ଅସୁବିଧା କି ଅଛି? ମେଛଟା ଯବନଟା ଯାହା ଘୃଣା କରୁଛି, ହାରାମ ହାରାମ କଲେ ରାମ କହିଲେ, ଭଗବାନ ନାମ ଚାହିଁଲେ, ରାମ ଚାହିଁଲେ ତାଙ୍କୁ ହେଇଗଲେ, ସାଙ୍କେତ୍ୟ ନାମ ଭାଷ ଏ କଥା ବଡ ସଭା ହଉଥିଲା, ସଭାରେ ନାମ ତତ୍ତ୍ୱ କହୁଛନ୍ତି ଦାସ ଠାକୁର, ଶୈଷ୍ଠ ଅଛନ୍ତି ବ୍ରାହ୍ମଣ ଗୁଡାକ, କଳିଯୁଗର ବ୍ରାହ୍ମଣ, ପୂର୍ବ ଯୁଗ ରାକ୍ଷସ ଗୁଡାକ କଳିଯୁଗ ବ୍ରାହ୍ମଣ ହେଇଛନ୍ତି, ସ୍ମାର୍ଟ ବ୍ରାହ୍ମଣ, ଜାତି ବ୍ରାହ୍ମଣ ଯୋଉଗୁଡା, ସୁଦର୍ଶନ ବ୍ରାହ୍ମଣ ନାହାନ୍ତି, ପୁରାଣ ବଚନ ସହିପାରିଲେନି, ଆରେ ଆରେ କଳିଯୁଗରେ ଲେଖା ଅଛି ଯୋଉଗୁଡାକ ଶୂଦ୍ର, ଯୋଉଗୁଡାକ ଶୂଦ୍ର ସେଗୁଡାକ ଏଇ ସବୁ ହରିତତ୍ଵ କହିଲେ କଳିଯୁଗରେ, ଏଇଟା ଶୂଦ୍ରଟା, ଶୂଦ୍ରଟାରୁ ହୀନ, ମେଚଟା, ଜଗନ୍ତା
ତତେ କହୁଛି ନିନ୍ଦା କରିଛନ୍ତି। କିନ୍ତୁ ହରିଦାସ ଠାକୁର ତ ପରମହଂସ ମହାଭାଗବତ ଶିରୋମଣି ପରମହଂସ ଶିରୋମଣି ଦିନ ରାତି 24 ଘଣ୍ଟା ଯେ ହରିନାମ କରୁଥିଲି, ପ୍ରେମାନନ୍ଦରେ ବିଭୋଳ ହଉଥିଲି। ସେ କଣ ମେଛ ନା ଚବର ନାକି ନା ଶୁଦ୍ର ନାକି? ଜାତକ ବିଚାର ନେଇ ଯେଇ ପଦେ ସେଇ ବଡ ପ୍ରଭତ୍ରହୀନ ଛା ସୁପଦେ ଜିଗରିଆନ ଜହାଗରେ ବର୍ତ୍ତତେ ନାମ ତୁଭ୍ୟମ୍ ସୁପଦ ଜିଗରିଆନ ସତ ଚଣ୍ଡାଲ করে আসবা তাহলে সিদ্ধান্ত হরিনাম করা রাত জহাগ গুড়ি হরিনাম করা সে তো ভুল হয়ে গেল বলিয়া এসব গোটে ব্রাহ্মণ যুবক ଥିଲା ବଡ ଅସହିଷ୍ଣୁ କହିଲା কি କହୁଛେ ନାମାଭାସ ମୁକ୍ତି ହେଇଯିବ? ହଁ ସତ କହୁଛ? ଆରେ ହଁ ସତ୍ୟ କଥା ହିଁ କହିଛି, ଶାସ୍ତ୍ର କଥା শাস্ত্র সিদ্ধান্ত। না মিথ্যা হয় তোর নাক কাটবে, তোর নাক কাটবে। এ কথা শুনবে না। শিষ্ট লোক ଥିଲେ তাকে বড় ভর্সনা কলে তোর কিছু জ্ঞান নাই, মূর্খটাই কি কହୁଛ তো শাস্ত্র জ্ঞান নাই, এটা কি কହୁଛ ভর্সনা কলে। ଯେଉଁମାନେ ତାର ସାଙ୍ଗ ଗୁଡାକ ଥିଲେ ବ୍ରାହ୍ମଣ ଗୁଡାକ ସେମାନେ ତାକୁ ସପୋର୍ଟ କଲେ। ତେବେ ହରିଦାସ ଆନନ୍ଦରେ ସହ୍ୟ କଲେ। ତରୁରୀ ଓ ସହିଷ୍ଣୁନା ସେ ସ୍ଥାନ ଚାଲିଗଲେ। ନିଜ ନାକୁ ଗଲେ ତା ନାକ ଏପରି ବହୁ ଘଟଣା ଅଛି ହରିଦାସଙ୍କର। ଛୋଟ କାରଣ ସେ ତ ପ୍ରାକୃତ ବ୍ୟକ୍ତି ନଥିଲେ, ବ୍ୟବଧାନ ତାଙ୍କର ନଥିଲା, ବ୍ୟବଧାନ ଧରିଥିଲେ, ଶୁଦ୍ଧ ସ୍ତରରେ ଥିଲେ। ଦିବ୍ୟ ପ୍ରେମ ଭାବ ଭେଷ ବଢଉଥାନ୍ତି। ଆଉ ଶୀତ ଗ୍ରୀଷ୍ମ ଏଗୁଡିକ ବାଧିବ କିପରି, ତାପଟା ବାଧିବ କିପରି, ଏଗୁଡା କିପରି ବାଧିବ? ଜଳ ସ୍ୱରୂପ ସିଦ୍ଧ ଦେବତାକୁ ବାଧିବ। ସେ ଗୋଟେ ଗୁମ୍ଫା ରହୁଥିଲେ, ଭଜନ କରୁଥିଲେ ବସିକିରି। ଗୋଟେ ବିରାଟ ଭୟଙ୍କର ବିଷାକ୍ତ ସର୍ପ ହଉଥିଲା। ତାର ବିଷ ଜ୍ୱାଳାରେ ସେ ଖଣ୍ଡ ମଣ୍ଡଳ ଏକଦମ ଦପ୍ତ ହେଇଥାଏ। କେବଳ ଲୋକ ଆସନ୍ତି ପ୍ରତିଦିନ ତାଙ୍କ ପାଖକୁ ହରି କଥା ଶୁଣିବା ପାଇଁ। ଦିନେ କହିଲେ ଅନୁରୋଧ କରିକି ଏଠି ଗୋଟେ ଭୟଙ୍କର ବିଷାକ୍ତ ସର୍ପ ଅଛି, ତାର ବିଷ ଜ୍ୱାଳାରେ ଖଣ୍ଡମଣ୍ଡଳ ଉତ୍ତପ୍ତ ହଉଛି, ଆମେ ଆପଣଙ୍କ ପାଖକୁ ହରି କଥା ଶୁଣିବା ପାଇଁ ଆସିପାରିବୁ ନା, ବସିପାରିବୁ ନା। ଆପଣ ଯଦି କୃପା କରି ଏ ଜାଗା ଛାଡ଼ିକି ଅନ୍ୟ ଜାଗାକୁ ଯାଆନ୍ତେ ହେବେ ଆପଣଙ୍କୁ ଭଲ ଲାଭ କରନ୍ତୁ। ହରିଦାସ କହିଲେ ହଉ, ଯଦି ସର୍ପ ଏ ଜାଗାଟା ଛାଡ଼ିକି ନ ଯାଏ ତାହେଲେ ଆମେ ଯିବା ଆଉ। ଆଜି ସୁଦ୍ଧା ଯଦି ସର୍ପ ନ ଯାଏ ତାହେଲେ ଆମେ କାଲିକି ଜାଗା ଛାଡ଼ିଯିବା। ଏ କଥା କହିବା ମାତ୍ରେ ଗୋଟେ ବିରାଟ ସର୍ପ ସାଙ୍ଗେ ସାଙ୍ଗେ ପଳେଇଲା। କି ପ୍ରକାର ହରିଦାସ କଥା ଅଛି, ଅନେକ ଜିନିଷ ଅଛି ବୈଷ୍ଣବ ସହିତ। ତେଣୁ ଆଜି ଶୁଭ ଦିବସ, ତାଙ୍କର ପ୍ରୟାଣ ଦିବସ। ସେ ଦିବସରେ ସର୍ବତ୍ର ବୈଷ୍ଣବ ମନ୍ଦିର ମାନଙ୍କ ଉତ୍ସବ হয়। ତେଣୁ ଆମେ ଆଜି ଦିବସରେ ତାଙ୍କର ପୂତ ଜୀବନ ସହିତ ଗୁଣାବଳୀ, ଯଶମାନେ ଅନନ୍ତ ଗୁଣାବଳୀ ତାଙ୍କର କୀର୍ତ୍ତନ କରିଛେ। ଆଉ ତାଙ୍କର କୃପା ପ୍ରାର୍ଥନା କରୁଛେ। ବୈଷ୍ଣବର କୃପା, ଆମେ ଅଧମ, ଆମେ ପତିତ। ବୈଷ୍ଣବର ଯଦି କୃପା ନ ହବ, କେବଳ କୃପା ହିଁ ଆମର କାମ। ଆମର କୌଣସି ଯୋଗ୍ୟତା ନାହିଁ, କର୍ମ ନାହିଁ, ଜ୍ଞାନ ନାହିଁ, କୃଷ୍ଣ ଭକ୍ତି ନାହିଁ, ଆମର କିଛି ନାହିଁ। ଆମେ ପତିତ ଆଧମ, ଅଧମ ପତିତ। ଆମର କୌଣସି ଯୋଗ୍ୟତା ନାହିଁ, ଆମର କିଛି ପୁଣ୍ୟ କର୍ମ ନାହିଁ, କି ସ୍ୱୀକୃତି ନାହିଁ, ଜ୍ଞାନ ନାହିଁ, ଭକ୍ତି ନାହିଁ, କେବଳ କୃପା ହିଁ ପ୍ରାର୍ଥନା। ତାଙ୍କରି କୃପା, ବୈଷ୍ଣବ କୃପା। ଭଗବାନ କୃପା ସିନ୍ଧୁ, କିନ୍ତୁ ଭଗବତ ଭକ୍ତ ସେ ସିନ୍ଧୁକୁ ଧରିକି ଆସିଛି। ଭଗବାନଙ୍କୁ ଅଧିକ କରୁଣାମୟ ହେଉଛି ଭକ୍ତ ବୈଷ୍ଣବ। ଭଗବାନଙ୍କୁ ଅଧିକ କରୁଣାମୟ, ସେଥିପାଇଁ ସେ ଅଧିକ କାରୁଣ୍ୟ, ଅଦ୍ଭୁତ କାରୁଣ୍ୟ ବିଗ୍ରହ। ସେ ହରିଦାସ ଠାକୁରଙ୍କର ପଦାଳ ବିନ୍ଦରେ ଆଜି ଦିବସରେ ଆମର ଏ ପ୍ରାର୍ଥନା, ସେ ଆମମାନଙ୍କ ପ୍ରତି ଅହେତୁକ କୃପା କରନ୍ତୁ, ଯେପରି ଆମର କୃଷ୍ଣ ଭକ୍ତି ଲାଭ ଏବଂ ମାନବ ଜୀବନ, ସୁଦୁର୍ଲଭ ମାନବ ଜୀବନରେ ଆମେ ଆମ ଜୀବନ ଆମର ସାର୍ଥକ ହବ। ଆମେ କୃଷ୍ଣ ଭକ୍ତି ଲାଭ କରି, ହରିଭଜନ କରି
ଆମ ଜୀବନ ଏ ଯୋଉ ଅଢ଼େଇ ଦିନେ ରହୁଛି ସ୍ୱଳ୍ପ କାଳ ଅବସ୍ଥାନ ଏ ଜଳ ଜଗତରେ ମାୟା ଦୁର୍ଗ ମଧ୍ୟରେ ହରି ଭଜନରେ କଟିଯାଉ, ଏତିକି ପ୍ରାର୍ଥନା। नामाचार्य श्री हरिदास ठाकुर की, नामाचार्य श्री हरिदास ठाकुर की, दयानंद तिथि की जय। गौर प्रेमानंदी।